ନମସ୍କାର, ମୁଁ ଫିଲିପ କୁମାର। ଆଜି ଏକ ଦୁଃଖଦର ଘଟଣା ମୁଁ ସେଇଠୁକୁ ଆସିଛି। ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗଲି ପଞ୍ଚାୟତ ପେଟଲାବାଡ଼ି ଗ୍ରାମରେ ଜଣେ ବୟୋଜ୍ୟେଷ୍ଠ ଲୋକ, ପାଖାପାଖି 60 ବର୍ଷର ଲୋକ, ସେ ସ୍ୱଳ୍ପ ଗଛରୁ ସ୍ୱଳ୍ପ ରସ ପିଉଥିଲେ। ଡେଲି ସବୁଦିନ ପିଉଥିଲେ, କିନ୍ତୁ ଆଜି ତାଙ୍କର ଦୁର୍ଭାଗ୍ୟ, ସେ ଗଛରୁ ଚଢ଼ିକି ସେ ରସ ବା ସେ ମଦ ଆଣିବାକୁ ଯାଇଥିଲେ, କିନ୍ତୁ ତାଙ୍କ ହଠାତ୍ ଗୋଡ଼ରେ ଖସି ତାଙ୍କେ ଗଛରୁ ପଡ଼ିକି ମୃତ୍ୟୁବରଣ କରିଛନ୍ତି। ତ ମୁଁ ସେ ଭିଜୁଆଲଟା ଆପଣମାନଙ୍କୁ ଦେଖେଇବି। ତ ଏଇ ବିଷୟରେ ମୁଁ ଦେଖିବା ପାଇଁ କହିବା ପାଇଁ ଚାହୁଁଛି ଏ ବିଷୟରେ। ତ ଦେଖନ୍ତୁ, ଏ ବିଷୟ ମଦ ପିଇବାର ମୁଖ୍ୟ କାରଣ ଅସୁବିଧା। ତ ମୁଁ ସେଇ ବିଷୟ ଆପଣମାନଙ୍କୁ ସବୁ ଭିଜୁଆଲ ଦେଖେଇବି, କେମିତି ପଡ଼ିଛନ୍ତି, କୋଉଟେ ସେଇଟା ଗଛଟା। ତ ଠିକ୍ ଅଛି, ଚାଲନ୍ତୁ ସେଇଠିକୁ ଜାଗାକୁ ଯିବା। ତ ଦେଖନ୍ତୁ, ଆଗକୁ ଲୋକ ଅଛନ୍ତି, ମୁଁ ଦେଖେଇବି ସେଇଟା ଭିଜୁଆଲ। ତ ମୁଁ ଆଗକୁ ଯିବି। ତ ଏଇଟା ହେଲା ଆମର ସୋଡ଼ା ରାସ୍ତା, ଏଇଟା ଛକ, ଏଇଟା ପେଟଲାବାଡ଼ି। ତ ଏଇଟା ସ୍କୁଲ ଅଛି, ସ୍କୁଲ ସାମ୍ନାରେ ସେଇଟା ଗଛ ଗୋଟେ ଅଛି, ସେଇଟା ତାଙ୍କେ ପଡ଼ିକି ଇଏ କରିଛନ୍ତି। ମୁଁ ଦେଖେଇବି ସେଇଟା ଡିଟେଲ। ତାଙ୍କ ସୋଡ଼ ବି ଆସିଛନ୍ତି, ତାଙ୍କ ସୋଡ଼ ହସିଲେ ହବ ନାଇଁ କି ତମେ ପଚାରି କ'ଣ କହିବେ? ତ ଦେଖନ୍ତୁ, ଏଠି ପଡ଼ିକି ତାଙ୍କେ ସ୍ପଟ୍ ଡେଥ୍ ହେଇଯାଇଛି ଏ ଗଛରେ। ତ ସକାଳେ ସେ ପିଇକି ଆଉ ଥରେ ସେ 8ଟା 8:30 ହେବ ଚଢ଼ିଥିଲେ। ସେଇ ସମୟରେ ତାଙ୍କର ଗୋଡ଼ ଖସିଗଲା ହଠାତ୍। ତ ଏ ଗଛରୁ ଦେଖନ୍ତୁ, ଦେଖାଉଛି ସେ ଗଛ ପୁରା ଉପରଠୁ ତାଙ୍କେ ପଡ଼ି ଯାଇଛନ୍ତି। ଭାଇମାନେ ବି କଥା ହେଉଛନ୍ତି କେଉଁଠି ପଡ଼ିଛନ୍ତି, କିନ୍ତୁ ତାଙ୍କେ ଯେତେବେଳେ ପଢ଼ିଲେ ବର୍ତ୍ତମାନ ସୁଦ୍ଧା କିଏ ବି କହୁନାହାନ୍ତି କିଏ ଥିଲେ ବୋଲି। ତ ଯେଉଁଠି ପଡ଼ିଛନ୍ତି ସେଇଟା ହିଁ ସ୍ପଟ୍ ହେଇଛନ୍ତି। ତାଙ୍କୁ ଗୋଟେ ଟାୱେଲଟା ଘୋଡ଼େଇକି ରଖାହେଇଛି ରାସ୍ତା ସାଇଡ଼ରେ ହିଁ। ତ ଏମିତି ସ୍ୱଳ୍ପ ଗଛ କିଏ ବି ସ୍ୱଳ୍ପ ରସ ପିଉଛନ୍ତି, ଆପଣମାନେ ନିଶା ହେଇକି ଚଢ଼ୁଛନ୍ତି, ତ ଆପଣମାନଙ୍କର ସେଇଟା ଅସୁବିଧା। ଦେଖନ୍ତୁ, ତାଙ୍କ ଝିଅ ତାଙ୍କୁ ଦେଖୁଛନ୍ତି, ଆଉ ପେଟ ଫୁଲି ହେଇଗଲା ତାଙ୍କୁ, କାରଣ ସକାଳେ 8ଟା 8:30 ଭିତରେ ତାଙ୍କେ ଡେଥ୍ ହେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ତାଙ୍କୁ ନିଆ ହେଇନି, କଡ଼ା ହେଇନାହିଁ, କାରଣ FIR ଦେଲା ପରେ ହିଁ ତାଙ୍କୁ କଡ଼ା ହେବ କହିକି ତାଙ୍କୁ ସେଇଟା ହିଁ ରଖା ହେଇଛି। ତ ଫୁଲ୍ ସାର୍ଟ ଗୋଟେ ପିନ୍ଧିଛନ୍ତି, ହାଫ୍ ପ୍ୟାଣ୍ଟ ଗୋଟେ, ଆଉ ତାଙ୍କ ଝିଅ ତାଙ୍କେ ଦେଖନ୍ତୁ। ତ ଏମିତି ଅବସ୍ଥା। ନିଶା ଗୋଟେ ଭୟଙ୍କର ଜିନିଷ, ସେଇଟା ପାଇଁ ଯିଏ ବି ସ୍ୱଳ୍ପ ଗଛ, ସ୍ୱଳ୍ପ ରସ ବା ଯେକୌଣସି ମଦ ପିଉଛନ୍ତି, ତ ଆପଣମାନେ ସେ ବିଷୟକୁ ତ୍ୟାଗ କରନ୍ତୁ, ବହୁତ ଭଲ ହେବ। ଏ ବାପାଙ୍କର ଆଜି ଶେଷ ଦିନ ଥିଲା। ସକାଳେ ଆସିକି ସେ ପୁଣି ଗୋଟେ ଥରେ ସେ ପିଇକି ଆଉ ଥରେ ସେ ଆସିକି ପିଇଲା ବେଳକୁ ଏ ଅବସ୍ଥା ହେଲା। ତ ଏ ସମୟରେ କିଏ ଥିଲା ନଥିଲା କିଏ କିଛି ଜଣା ପଡ଼ୁନାହିଁ, କିନ୍ତୁ କିଏ ବି କହୁନାହାନ୍ତି କିଏ ଥିଲେ ବି। କିନ୍ତୁ ମିଶିକି ପିଇବାଟା ଆମେ ଜାଣିଛୁ ସ୍ୱଳ୍ପ ରସ। କିନ୍ତୁ ଏଇଟେ ତାଙ୍କର କୁଣିଆ ବାନ୍ଧବ ଲୋକ ଓ ପରିବାର ଲୋକ ଅଛନ୍ତି, ତ ତାଙ୍କ ପାଖରୁ ଆଉ କିଏ ବି ଆସିନାହାନ୍ତି। ତା ବହୁତ ଦିନ ପୂର୍ବରୁ ତାଙ୍କର ସ୍ତ୍ରୀ ବି ଚାଲି ଯାଇଛନ୍ତି, ନଥିଲେ ଘରେ। ସେ ଏକୁଟିଆ ରହୁଥିଲେ। ଝିଅମାନେ କେତେଜଣ ବାହା ହେଇଛନ୍ତି, ଆଉ କେତେଜଣ ବାହାରେ ରହୁଛନ୍ତି, ଆଉ ତାଙ୍କ ଗୋଟିଏ ପୁଅ ସେ ବି କେରଳରେ ରହୁଛି। ତ ସେ ବି ଆସିପାରିବ ନାହିଁ, ତାଙ୍କ ମୁହଁ ବି ଦେଖିପାରିବ ନାହିଁ, ସେ ଅବସ୍ଥା ହେଲା। ତ ଦେଖନ୍ତୁ ଗଛଟା କେତେ ଲମ୍ବା ହେଇଛି, ତ ସେ ଉପରଠୁ ଯଦି ପଡ଼ିଛି ତାହେଲେ ତ ସ୍ପଟ୍ ହେବା ତ ନିହାତି ସୁନିଶ୍ଚିତ। ଏଠି ସରପଞ୍ଚ ବି ଅଛନ୍ତି, ତ ତାଙ୍କ କଥାବାର୍ତ୍ତା ଚାଲିଛି କ'ଣ ହେଇଛି କ'ଣ ନାହିଁ ବୋଲି। ତ ବହୁତ ସମୟ ପରେ ଲୋକ ଜମା ହଉଛନ୍ତି ଏଇଠି ଜାଗାରେ ଅଛନ୍ତି, କାରଣ
ୱେଟିଂ କଥାବାର୍ତ୍ତା ଚାଲିଛି କ'ଣ କଲେ ହେବ। ରିପୋର୍ଟ ତ ନିହାତି ଏଫଆଇଆର କରାହେବ। ବର୍ତ୍ତମାନ ଆମ୍ବୁଲାନ୍ସ ପହଞ୍ଚିଲା ତାଙ୍କୁ ଡେଡ୍ ବଡି ନେବାକୁ। ତ ଏମିତି ଅବସ୍ଥା ଦେଖନ୍ତୁ ଆପଣମାନେ, ନିଶାର ଖାଇବାର ଯଦି ଅଛି ନିହାତି ଅସୁବିଧାରେ ହେବ। ଆମ୍ବୁଲାନ୍ସଟା ପହଞ୍ଚିଛି, ବର୍ତ୍ତମାନ ଡେଡ୍ ବଡି ତାଙ୍କେ ଲୋଡ୍ କରାଇବେ। ଲୋଡ୍ କରିକି ଦାରିଙ୍ଗବାଡ଼ି ମେଡ଼ିକାଲ ଗଲା ପରେ ଏଫଆଇଆର ଦିଆହେଲା ପରେ ପୋଷ୍ଟମର୍ଟମ କରାହେବ। ପୋଷ୍ଟମର୍ଟମ କରିକି ତାଙ୍କୁ ବି ପୁଣି ଅଣାହେବ। ତ ଏମିତି ବିଷୟ, ତେଣୁକରି ଭାଇମାନେ ଯିଏ ବି ସ୍ୱଳ୍ପ ରସ ପିଉଛନ୍ତି ଆପଣମାନେ ଜାଗ୍ରତରେ, କାରଣ ମଦ ଗୋଟେ ଜିନିଷ ଏମିତିକା ଦେଖନ୍ତୁ ଏବେ ତାଙ୍କୁ ଗୋଟେ ପଟିରେ ଗନ୍ତାରେ କରାହେଇକି ଆମ୍ବୁଲାନ୍ସ ଭିତରକୁ ନିଆହବ। ତ ଆମ୍ବୁଲାନ୍ସରେ ରଖିକି ତାଙ୍କୁ ଡାଇରେକ୍ଟ ସେଇଟା ତାଙ୍କୁ ପୋଷ୍ଟମର୍ଟମ କରାହବ। ତ ଦୁଃଖର ବିଷୟ, ତାଙ୍କର ସ୍ତ୍ରୀ ବି ନାହାନ୍ତି, ପିଲା ଛୁଆ ବି ଘରେ ନଥିଲେ, ଏକୁଟିଆ ରହୁଥିଲେ। ଆଉ ଆଜି ତାଙ୍କର ଜୀବନ ଚାଲିଗଲା। ତ ସେଇ ବିଷୟ ଆପଣମାନେ ନିଶ୍ଚିତ ଜାଣିବା ଦରକାର। ତ ମଦ ପିଇବା ଦ୍ୱାରା କ'ଣ ଅସୁବିଧା ହେବ, ସେ ଯଦି ସକାଳେ ନିଶା ନ ହେଇକି ଯଦି ଚଢ଼ିଥାନ୍ତେ, ତାପରେ ବୟସ ବି ବହୁତ ତାଙ୍କର, ପାଖାପାଖି 55-60 ବର୍ଷ ହେବ। ତ ଏତେ ଦୂରଠୁ ସେ ପଡ଼ିଛନ୍ତି, ତ ସ୍ପଟ୍ ହେବାର ନିହାତି ହେବ। କାରଣ ଦେଖନ୍ତୁ ଗାଡ଼ିଟା ଲୋଡ୍ ହେଲା, ଡେଡ୍ ବଡି ଆଉ ଡେଡ୍ ବଡି ଲୋଡ୍ ହେଇକି ବର୍ତ୍ତମାନ ଦାରିଙ୍ଗବାଡ଼ିକୁ ନିଆହେବ। ତାପରେ ସେଇଠି ପୋଷ୍ଟମର୍ଟମ କରାହେବ। ତ ଭାଇମାନେ ଆଉ ଆପଣମାନେ ନିହାତି ଜାଣିବେ ଆଉ କମେଣ୍ଟ ବି କରିବେ। ତ ନିହାତି ମଦ ପିଇବା ଜରୁରୀ କି ନାହିଁ, ତ ସେଇ ବିଷୟ କମେଣ୍ଟ କରନ୍ତୁ। କାରଣ ଦୁଃଖର ବିଷୟ, ପରିବାର ବି ଛାୟା ହେଇଯାଇଛି। ତ ଗୋଟେ ଜଣେ ହିଁ ବଞ୍ଚୁଥିଲେ, ତାଙ୍କ ଝିଅମାନେ ଆସି ବର୍ତ୍ତମାନ ପହଞ୍ଚୁଛନ୍ତି ଜଣେ ପରେ ଜଣେ। ତାଙ୍କ ପୁଅ ତ ତାଙ୍କ ଚେହେରା ବି ଦେଖିପାରିବେ ନାହିଁ, କାରଣ ବହୁତ ଦୂର ଅଛନ୍ତି କେରଳରେ ତାଙ୍କେ। ଆଉ କେରଳରୁ ଆସିବାଟା ମିନିମମ୍ 3 ଦିନ ଲାଗିବ। ଆଉ 3 ଦିନ ପରେ ତାଙ୍କର ଡେଡ୍ ବଡି ସମାଧି ହେଇସାରିଥିବ। ତ ତେଣୁକରି ଆପଣମାନେ ଯିଏ ବି ମଦ ଖାଉଛନ୍ତି, ଆଉ ଆପଣମାନେ ସ୍ୱଳ୍ପ ରସ ପିଉଛନ୍ତି କି ଯେକୌଣସି ମଦ, ତ ତ୍ୟାଗ କରିବା ନିହାତି ଜରୁରୀ। ତ ନିଜର ଜୀବନ ଯିବା ସହିତ ପରିବାରର ଦୁଃଖ ବି ସେଇଠି ଯୋଡ଼ି ହେଇଯାଉଛି। ଦେଖନ୍ତୁ ଆମ୍ବୁଲାନ୍ସ ଦ୍ୱାରା ଦାରିଙ୍ଗବାଡ଼ିକୁ ନିଆ ହେଲା ଗାଡ଼ି, ଡେଡ୍ ବଡ଼ିକୁ। ତ ବର୍ତ୍ତମାନ ଏଇଟା ମେଡ଼ିକାଲ, ବର୍ତ୍ତମାନ ସେକେଣ୍ଡ ଅଫିସର ସାର୍, ପୋଲିସ କର୍ମଚାରୀ, ଆଉ ଏଇଟା ହେଲା ଆମର ପୋଷ୍ଟମର୍ଟମ ଘର। ଚେକ୍ କରୁଛନ୍ତି ଡେଡ୍ ବଡ଼ିକୁ, କୋଉଠି କ'ଣ ମାଡ଼ ହୋଇଛି କ'ଣ, ପୁଲିସ ଅଫିସର ତ ତାଙ୍କୁ ଲେଖୁଛନ୍ତି। ଦେଖନ୍ତୁ ଏମିତି ଅବସ୍ଥାରେ ତାଙ୍କର ଡେଥ୍ ହେଲା ଆଜି। ତ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ପୁଣି ଥରେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ଦେଖା